ସାଗର ହରିଚନ୍ଦନ। ମୁଁ ଖୋର୍ଦ୍ଧା ପାନୀୟ ନିଗମରେ କାର୍ଯ୍ୟ କରୁଥିଲି। ଆଗରୁ 4 ବର୍ଷ ହେଲା କାମ କରୁଥିଲି। ପୂର୍ବତନ କଣ୍ଟ୍ରାକ୍ଟର ମନୋଜ ପ୍ରତାପ ପାଖରେ କାମ କରୁଥିଲି। ତାପରେ ନୂଆ କଣ୍ଟ୍ରାକ୍ଟର ମନୋଜ ରଥ ଆସିଥିଲେ। ତାଙ୍କ ପାଖରେ କାର୍ଯ୍ୟକ୍ରମ କରିବା ପରେ ଆମକୁ ମାନେ ଟର୍ଚର କରି ଚାଲିଲେ। ଆମ ଯେଉଁ କାମ କଲୁ ଆମକୁ ଠିକ୍ରେ ପଇସା ବି ଦେଲେନି। ଆମ ପିଏଫ୍ ପଇସା ବି ଠିକ୍ ଜମା କଲେନି। ଆମର ଅସୁବିଧା ହେବ ଆମେ ଜଣେଇଲୁ ତାଙ୍କୁ। ଆମ ବିଭାଧର ସେଠି ଥିଲେ, ତାଙ୍କୁ ଆମେ ଜଣେଇଲୁ। ଜଣେଇଲା ପରେ ସେ ଆମକୁ ଖାଲି ଆଭଏଡ଼ କଲେ। ଆମ କଥା କିଛି ଶୁଣିଲେନି। କହିଲେ ତମେ କିଏ ମୁଁ ଜାଣିନି, କିଛି କଲେନି। କହିଲେନି ଯଦି ଆମେ କହିଲୁ ସାର୍ ଆମେ ଯଦି ଜାଣିନାହାନ୍ତି, ଆମର ତ OHBCରେ ସବୁ ଡିପୋରେ କ୍ୟାମେରା ଲାଗିଛି, ଆମ କ୍ୟାମେରା ଚେକ୍ କରନ୍ତୁ। ତାପରେ ସେଠୁ ଫେରିକି ଆସିଲା ପରେ ଆମେ କଲେକ୍ଟର ଅଫିସରେ ଜଣେଇଲୁ। କଲେକ୍ଟର ବି ଆମର ଦାବିପତ୍ର ଯାହା ଥିଲା ସେ ଆମକୁ ଗ୍ରହଣ କଲେ। ସେଠୁ ଆସିଲା ପରେ ଆମେ ଆମ ଖୋର୍ଦ୍ଧା DLଙ୍କୁ ଜଣେଇଲୁ। ସେ ବି ଆମ ଦାବିପତ୍ର ରଖିଲେ। ତାପରେ ସେ ଆମକୁ କିଛି ନ କହିଲା ପରେ ଆମେ ତାପରେ ଆସିଲୁ ଭୁବନେଶ୍ୱର ଆମ ଲେବର କମିଶନକୁ। ଲେବର କମିଶନର ପାଖରେ ଆମେ ଦାବିପତ୍ର ଜଣେଇ ରଖିଲୁ। ତାପରେ ଆସିଲା ପରେ ଆମେ ଆମର OHBCର MD ସାର୍ ଶ୍ରୀଯୁକ୍ତ ଅମ୍ବର କରମ ସାର୍ଙ୍କୁ ଜଣେଇଲୁ। ଅମ୍ବର କରମ ସାର୍ ଆମକୁ କହିଲେ ଯେ ହଉ ଠିକ୍ ଅଛି, ଏବେ ମାର୍ଚ୍ଚ ମାସ ଚାଲିଛି, ଆଉ ଏବେ ଟିକେ ଅଫିସିଆଲ କାମ ଜାମ୍ ରହୁଛି। ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ମାର୍ଚ୍ଚ ସରିଲା ପରେ ମୁଁ ସବୁ ଅସୁବିଧା କ୍ଲିୟର କରିବି। ଆମେ ତ ଆମର ଯେଉଁ OHBCର ସାର୍ ଶ୍ରୀଯୁକ୍ତ ଅମ୍ବର କର ସାର୍, ଆମେ ତାଙ୍କୁ ଭରସା କରି ଆଗରୁ ଆସୁଅଛୁ। ଆମକୁ ଯାହା କହିଲେ ଆମେ ତାଙ୍କ କଥାରେ ମାନିକି ଆସୁଅଛୁ। ଆମକୁ ବିଶ୍ୱାସ ପାଉଛୁ ଯେ ଆମକୁ ସେ ଆମର ଦୁଃଖ ବୁଝିବେ। ଆଉ ଦୁଃଖ ନ ବୁଝିଲେ ଆମେ ବାଧ୍ୟ ହେଇକି ଆମେ ରାଜରାସ୍ତାରେ କି OHBC ଆଗରେ ଆମେ ବସିବୁ ସପରିବାର ଧାରଣା ଦେଇକି। ଆଉ ଜୟକୃଷ୍ଣ ସାମନ୍ତରାୟ। ଆଜ୍ଞା, ଦୀର୍ଘ 4 ବର୍ଷ ହେଲା ମୁଁ କାମ କରି ଆସିଥିଲି। ଏ ନୂତନ କଣ୍ଟ୍ରାକ୍ଟର ଆସିଲେ, ତାଙ୍କ ପାଇଁ ବି କାମ କଲି। ଜାନୁଆରୀ 1ରୁ ମାର୍ଚ୍ଚ 17 ଯାଏଁ କାମ କରି ଆସୁଛି। ଏମିତି ଆଗରୁ ଆଜ୍ଞା କାମ କରୁଥିଲି, ପେମେଣ୍ଟ ଆମର ଠିକ୍ ପୂର୍ବତନ କଣ୍ଟ୍ରାକ୍ଟର ଦେଉଥିଲେ, PF ଦେଉଥିଲେ, ସବୁକିଛି ମିଳୁଥିଲା ଆମକୁ। ନୂଆ କଣ୍ଟ୍ରାକ୍ଟର ଆସିଲା ପରେ ଆଜ୍ଞା ଆମ ଦରମା ଉପରେ ଆମର ଡାଉଟ୍ ହେଲା। ଦରମା ଉପରେ ଡାଉଟ୍ ହେବା ଭିତରେ ଆମେ BM ସାର୍ଙ୍କ ପାଖକୁ ଗଲୁ। ବିମାଦାର ସେଠି BM ଅଛନ୍ତି। ସେଠି ଯାହା ବି ଭୁଲ ହେବ ଠିକ୍ ହେବ, ସେଠି ବିମାଦାର ସେଠି ସବୁ କଥା ବୁଝନ୍ତି। ବିମାଦାର ସେଠିଙ୍କ ପାଖକୁ ଗଲା ପରେ ବିମାଦାର ସେଠି କହିଲେ, ଆଉ କାହିଁ ଏଠିକି ଆସିଛ, ତୁମକୁ ସେ ରଖିବନି, ଆଉ ତୁମେ ଏଠୁ ପଳା। ବୋଲେ ଆଜ୍ଞା ଆମେ ଯେଉଁ ପଳେଇବୁ, ଆମେ 2.5 ମାସ ହେଲା ଆଜ୍ଞା କାମ କରୁଛୁ, ଆମ ପଇସାଟା ଆପଣ କିଛି କରନ୍ତୁ, ସେ କଣ୍ଟ୍ରାକ୍ଟରକୁ ଡାକନ୍ତୁ, ଆମ ପଇସାଟା ମିଳିଲେ ଆମେ ଆଜ୍ଞା ଏଠି ପଳେଇବୁ। ସେଇଠୁ ଆଜ୍ଞା ତାଙ୍କୁ ଗୋଟେ ଲେଟର ଦେଲୁ। ଲେଟର ଦେଲା ପରେ ସେ ଆଜ୍ଞା କହିଲେ, ଆଉ ମୁଁ ଏ ଲେଟର ଫେଟର କିଛି ରଖିବିନି, ତୁମେ ଏଠୁ ପଳା। ଆଜ୍ଞା ଆମେ ଆସିଲୁ କଲେକ୍ଟର ପାଖକୁ। କଲେକ୍ଟରଙ୍କୁ ବି ଲେଟର ଦେଲୁ। ଆଜ୍ଞା ଯେଉଁଠି ଦେବା କଥା ଲେଟର ଆମେ ଦେଇ ଚାଲିଲୁ। ଆଜି ଆଜ୍ଞା ଆସିଥିଲୁ ସାର୍ଙ୍କ ପାଖକୁ, ହେଡ଼ ଅଫିସ୍ MD ସାର୍ଙ୍କୁ ଦେଖାହେଲୁ। MD ସାର୍ କହିଲେ, ଆଉ ମାର୍ଚ୍ଚ ମାସ ଚାଲିଛି, ଆଉ ତୁମମାନଙ୍କର ଚିଠି ମୁଁ ଗ୍ରହଣ କରୁଛି, ଆଉ ତୁମେ ମାର୍ଚ୍ଚ ମାସ ପରେ ତୁମକୁ ମୁଁ ଡକେଇବି। ଡକେଇଲା ପରେ ସେ କଣ୍ଟ୍ରାକ୍ଟରକୁ ଡକେଇବି। କଣ୍ଟ୍ରାକ୍ଟର ଡକେଇଲା ପରେ ତୁମକୁ ଯାହା ତୁମର ପ୍ରାପ୍ୟ ତୁମକୁ ଦିଆଯିବ। ପ୍ରକାଶ ବରାଡ଼। ମୁଁ ଖୋର୍ଦ୍ଧା ପାନୀୟ ନିଗମରେ ପ୍ରାୟ 4-5 ବର୍ଷ ହେଲା କାମ କରୁଛୁ। ଆମେ ଆଗରୁ ପୂର୍ବରୁ ଯେଉଁ କଣ୍ଟ୍ରାକ୍ଟର ଆମର ଥିଲେ, ସେ ଆମକୁ ଠିକ୍ ପଇସା ପତ୍ର ଦେଉଥିଲେ। ସେ କଣ୍ଟ୍ରାକ୍ଟର ନ ଆସିଲା ପରେ ନୂଆ କଣ୍ଟ୍ରାକ୍ଟର ଆସିଲେ, ସେ ଆମକୁ କାମରେ ନେଉନଥିଲେ। ଆମେ ଅଲଗା କିଛି କେସ୍ ବାସ୍ କରିକି ଯାଇଥିଲୁ। ଆମକୁ 10 ଜଣ ଲେଖାଏଁ ମାସକୁ ନେବେ ବୋଲି କହିଥିଲେ, କିନ୍ତୁ ନେଲେ ନାହିଁ। ଟୋଟାଲ୍ 10 ଜଣ ନେଲେ। ନେଲା ପରେ ଆମକୁ ଠିକ୍ରେ ଦରମା ପତ୍ର ଦେଲେନି। ଆମକୁ ବହୁତ ହଇରାଣ କଲେ। ଆମେ ସେଇଟା ଶାଖା ପରିଚାଳକ ଆମ BM ସାର୍ଙ୍କୁ ଦେଖା କରିଥିଲୁ। BMଙ୍କୁ କହିଲା ପରେ ସେ କହିଲେ ତୁମର ଯାହା ପ୍ରାପ୍ୟ ଅଛି ଆମେ ତୁମକୁ ଦେଇଦେବୁ, କିନ୍ତୁ ତଥାପି ଆମକୁ ପଇସା ପତ୍ର ଆଜି ପର୍ଯ୍ୟନ୍ତ ଦେଲେନି। ତାପରେ ଆମେ ତାଙ୍କୁ ନେଇକି ଚିଠି ମାଧ୍ୟମରେ ତାଙ୍କୁ ଜଣେଇଲୁ, ସେ ଚିଠି ବି ଆମର ରଖିଲେନି। ତାପରେ ଆମେ ଆସିଲୁ କଲେକ୍ଟରଙ୍କୁ ଦେଖା କଲୁ। କଲେକ୍ଟର ସାର୍ଙ୍କୁ ତାଙ୍କୁ ବି ଲେଟର ଦେଇଦେଲୁ, ଆମର ଶ୍ରମ ବିଭାଗରେ ଦେଇଦେଇଛୁ। ସାର୍ ସେମାନେ କହିଛନ୍ତି ତୁମ କଥା ଆମେ କିଛି ବୁଝିବୁ ବୋଲି। ସେମାନେ ତ କହୁଛନ୍ତି ଯେ ଆମେ ଜଣାଉଛୁ, କିନ୍ତୁ ସେମାନେ କାର୍ଯ୍ୟକାରୀ କରୁଛନ୍ତି ନ କରୁଛନ୍ତି ସେଇଟା ବି ଆମେ ଜାଣିନୁ, କିନ୍ତୁ କହୁଛନ୍ତି ଆମେ ସେମାନଙ୍କୁ ଜଣେଇ ଦେଉଛୁ। ଆଜି ଯାଇଥିଲୁ ଆମର ହେଡ଼ ଅଫିସ୍ MDଙ୍କ ପାଖକୁ ଯାଇଥିଲୁ, ଯୁକ୍ତ ଅମ୍ବେଦ କୁମାର କର। ତାଙ୍କୁ ଦେଖା କରିବା ପରେ ସେ ଆମକୁ ଆଶ୍ୱାସନା ଦେଇକି କହିଛନ୍ତି, ଆଉ ତୁମକୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ତୁମ ପ୍ରାପ୍ୟ ଆମେ ତୁମକୁ ଦେବୁ, ତୁମ କଥା ଆମେ ବୁଝିବୁ ବୋଲି ଆମକୁ ସାର୍ ଦେଇଛନ୍ତି। ସାର୍ଙ୍କ କଥାରେ ଆମେ ବି ବିଶ୍ୱାସ ରଖିଛୁ, ସାର୍ ଆମ ପାଇଁ କିଛି କରିବେ ବୋଲି। ଗଗନ ବେହେରା। ମୁଁ ପାନୀୟ ନିଗମ ଖୋର୍ଦ୍ଧା ତର୍ତ୍ତା କାମ କରୁଥିଲି। କଣ୍ଟ୍ରାକ୍ଟର ଆସିଲା, ଆମକୁ 2-3 ମାସ କାଳ କରିଥିଲା। ଆମକୁ ବହୁତ ବାଧ୍ୟ କରିବାରୁ ସେ ସେଠୁ ରଖିଥିଲେ। ଆମକୁ ଦରମା ପତ୍ର ଦେଉନାହାନ୍ତି 2.5 ମାସ ହେଲା। ଏବେ କ'ଣ କରିବୁ ଆଜ୍ଞା, ଆମେ ତ ସମସ୍ତଙ୍କୁ ଚିଠି ପତ୍ର ଦେଇଦେଇଛୁ, ଜଣେଇ ଦେଇଛୁ। ଏବେ କିଛି ନହେଲେ ଆମେ ରାଜରାସ୍ତାକୁ ଓହ୍ଲେଇବୁ।